ମକର ରାଶି ପାଇଁ 2025 ମସିହା ମାର୍ଚ୍ଚ ମାସଟି ବହୁତ ଶୁଭ ଫଳ ଦେବାର ଆଶା କରାଯାଏ। ଗ୍ରହମାନଙ୍କର ଗୋଚରୀୟ ଗତିକୁ ଅନୁଧ୍ୟାନ କଲେ ଜଣାଯାଏ, ନୈସର୍ଗିକ ଦ୍ୱାଦଶ ରାଶିଚକ୍ରର ଦଶମ କର୍ମ ଓ ଏକାଦଶ ଆୟଭାବର ଅଧିପତି ଶନି ନିଜ ରାଶି ମକର ରାଶି ପାଇଁ ଯୋଗକାରକ ରହିଛନ୍ତି। ମକର ରାଶି ପାଇଁ ଚାଲି ଆସୁଥିବା ଶନି 7.5 ଏହି ମାର୍ଚ୍ଚ ମାସ 29 ତାରିଖ ଦିନ ସରିବାକୁ ଯାଉଛି। ଦୀର୍ଘ 7.5 ବର୍ଷ କାଳ ଭୋଗ କରିଥିବା କଷ୍ଟକର କାଳର କାଳ ପୂରିବାକୁ ଯାଉଛି। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ଜାଣିବା ମକର ରାଶି ଜାତ ବ୍ୟକ୍ତିବିଶେଷ ମାର୍ଚ୍ଚ ମାସରେ ସ୍ୱାସ୍ଥ୍ୟ, ଶିକ୍ଷା, ଅର୍ଥ, କର୍ମ, ପ୍ରେମ ଏବଂ ଘର ଓ ପରିବାର କ୍ଷେତ୍ରରେ କ'ଣ ସବୁ ଫଳ ପାଇବାକୁ ଯାଉଛନ୍ତି। ଗ୍ରହ ଜଗତର ସର୍ବାପେକ୍ଷା ଶୁଭ ଗ୍ରହ ଦେବଗୁରୁ ବୃହସ୍ପତି ମାସ ସାରା ମକର ରାଶିର ପଞ୍ଚମ ଭାବ ବୃଷ ରାଶିରେ ଅବସ୍ଥାନ କରିବେ। ମକର ରାଶି ବା ଲଗ୍ନ ଏବଂ ଭାଗ୍ୟ ଓ ଆୟ ଭାବକୁ ବୃହସ୍ପତିଙ୍କର ପୂର୍ଣ୍ଣ ଦୃଷ୍ଟି ରହୁଥିବାରୁ ଏ ମାସରେ ମକର ରାଶି ଜାତ ବ୍ୟକ୍ତି ନିରୋଗ ରହିବା ସହିତ ରୋଗରେ ପଡ଼ିଥିଲେ ଆରୋଗ୍ୟ ଲାଭ କରିବେ। ପୁରୁଣା ରୋଗର ଉପଶମ ଘଟିବ, ଶରୀର ସୁଖ ରହିବ। କସରତ ବା ବ୍ୟାୟାମ କରୁଥିଲେ ଶାରୀରିକ ଅଭିବୃଦ୍ଧି ଘଟିବ। ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ଖୁବ୍ ମନ ଲଗାଇ ପାଠ ପଢ଼ିବେ। ଅନୁଷ୍ଠିତ ହେଉଥିବା ପରୀକ୍ଷା ଗୁଡ଼ିକରେ ଭଲ କରିବେ ଏବଂ ଭଲ ରେଜଲ୍ଟ ମଧ୍ୟ ଆସିବ। ଉଚ୍ଚଶିକ୍ଷା ପ୍ରତି ଆଗ୍ରହ ପ୍ରକାଶ ପାଇବ। ଉଚ୍ଚଶିକ୍ଷା କ୍ଷେତ୍ରରେ ପ୍ରବେଶ ପାଇଁ ହେଉଥିବା ପ୍ରତିଯୋଗିତାମୂଳକ ପରୀକ୍ଷା ମକର ରାଶିର ଛାତ୍ରଛାତ୍ରୀମାନଙ୍କ ପାଇଁ ବେଶ ସହଜସାଧ୍ୟ ହେବ। ମାର୍ଚ୍ଚ ମାସରେ କର୍ମକ୍ଷେତ୍ର ବା ଦଶମ ସ୍ଥାନ ଅଧିପତି ଶୁକ୍ର ତୃତୀୟ ଭାବ ମୀନ ରାଶିରେ ଉଚ୍ଚ ଭାବରେ ଅବସ୍ଥାନ କରିବା କର୍ମକ୍ଷେତ୍ରର ସଫଳତାକୁ ସୂଚାଉଛି। ଯାହା କିଛି କର୍ମ କରୁଥାନ୍ତୁ ନା କାହିଁକି, ସେହି କ୍ଷେତ୍ରରେ ନିଶ୍ଚୟ ସଫଳତା ହାସଲ କରିବେ। ଚାକିରି କ୍ଷେତ୍ରରେ ଥିବା ବ୍ୟକ୍ତିବିଶେଷ ଏ ମାସରେ ପଦୋନ୍ନତିର ଆଶା କରିପାରନ୍ତି। ସହଯୋଗୀମାନେ କର୍ମକ୍ଷେତ୍ରରେ ସମ୍ପୂର୍ଣ୍ଣ ସହଯୋଗ ପ୍ରଦାନ କରିବେ। ଉପରିସ୍ଥ ଅଧିକାରୀ ମିତ୍ର ସମାନ ବ୍ୟବହାର ଦେଖାଇବେ। ମାର୍ଚ୍ଚ 29 ତାରିଖରେ ଶନି କୁମ୍ଭ ରାଶିରୁ ମୀନ ରାଶିକୁ ଗୋଚରରେ ଗମନ କଲେ ଚାକିରି କ୍ଷେତ୍ରରେ ସ୍ଥାନାନ୍ତରର ଯୋଗ ଦେଖାଯାଇପାରେ। ବାଣିଜ୍ୟ ବ୍ୟବସାୟ କରୁଥିଲେ ବ୍ୟବସାୟର ଅଭିବୃଦ୍ଧି ଘଟିବ। ନୂତନ ବ୍ୟବସାୟିକ ସଂସ୍ଥା ଖୋଲିବା ପାଇଁ ମାସର ଶେଷ ଭାଗରେ ବିଭିନ୍ନ ସ୍ଥାନ ଭ୍ରମଣ କରିପାରନ୍ତି। ବାଣିଜ୍ୟ ବେପାର କ୍ଷେତ୍ରରେ ଚଞ୍ଚଳମନା ହେବେ, କିନ୍ତୁ ଚନ୍ଦ୍ରଙ୍କ ନକ୍ଷତ୍ରରେ ବୃହସ୍ପତି ରହିଥିବାରୁ ପରବର୍ତ୍ତୀ ସମୟରେ ନିଜକୁ ସ୍ଥିତପ୍ରଜ୍ଞ ବା ସ୍ଥିର କରିନେବେ। ବାଣିଜ୍ୟିକ ଗ୍ରହ ବୁଧ ମୀନ ରାଶିରେ ନୀଚ ଭାବରେ ରହିବା ସମୟରେ ବେପାର ବାଣିଜ୍ୟ କ୍ଷେତ୍ରରେ କ୍ଷତି ହେଲା ଭଳି ପରିସ୍ଥିତି ସୃଷ୍ଟି କରିବ। କିନ୍ତୁ ବୁଧ ମହାଗ୍ରହଙ୍କର ନୀଚତ୍ୱ ଭଙ୍ଗ ହୋଇଗଲେ ସେହି ସମସ୍ୟା ସବୁ ଆପଣା ଛାଏଁ ସମାଧାନ ହୋଇଯିବ। ସରକାରଙ୍କ ସହିତ ବ୍ୟବସାୟ କ୍ଷେତ୍ରରେ ସମ୍ପୃକ୍ତ ଥିଲେ, ଅର୍ଥାତ୍ କଣ୍ଟ୍ରାକ୍ଟ ବା ନିର୍ମାଣ କାର୍ଯ୍ୟରେ ବ୍ୟବସାୟ କରୁଥିଲେ, ଷଷ୍ଠ ସ୍ଥାନରେ ଥିବା ମଙ୍ଗଳ ଏ କ୍ଷେତ୍ରରେ ଆପଣଙ୍କୁ ପୂର୍ଣ୍ଣ ସହଯୋଗ ପ୍ରଦାନ କରିବେ। ମାସର ଦ୍ୱିତୀୟାର୍ଦ୍ଧରେ ସୂର୍ଯ୍ୟ ମୀନ ରାଶିରେ ପ୍ରବେଶ କଲେ ସରକାରୀ ସ୍ତରରେ କରିଥିବା ସବୁ କାମ ସଫଳତାର ସହ ଶେଷ ହୋଇ ତତ୍ଜନିତ ପ୍ରାପ୍ୟ ବା ପାଉଣା ମାସର ଶେଷାର୍ଦ୍ଧରେ ପାଇଯିବେ। ମାର୍ଚ୍ଚ ମାସଟି ମକର ରାଶି ଜାତ ବ୍ୟକ୍ତିବିଶେଷଙ୍କ ପାଇଁ କାର୍ଯ୍ୟକ୍ଷେତ୍ରରେ ଭଲ ଫଳ ପ୍ରଦାନ କରିବ। ଆର୍ଥିକ ଦୃଷ୍ଟିକୋଣରୁ ମାର୍ଚ୍ଚ ମାସଟି ମକର ରାଶି ପାଇଁ ବେଶ ସ୍ୱଚ୍ଛଳ ରହିବ। ମକର ରାଶି ଅଧିପତି ଶନି ଦ୍ୱିତୀୟ
ଧନସ୍ଥାନ ନିଜ ରାଶି କୁମ୍ଭ ରାଶିରେ ରହିବା ଏବଂ ପଞ୍ଚମ ଭାବରେ ବୃହସ୍ପତି ରହି ମକର ରାଶି ବା ଲଗ୍ନକୁ ଦୃଷ୍ଟି ଦେବା, ତା ସଙ୍ଗେ ସଙ୍ଗେ ପଞ୍ଚମ ଓ ଦଶମ ସ୍ଥାନ ଅଧିପତି ଶୁକ୍ର ପରାକ୍ରମ ଭାବରେ ଉଚ୍ଚ ଭାବରେ ଅବସ୍ଥାନ କରିବା ମକର ରାଶି ବ୍ୟକ୍ତି ନିଜ ପରାକ୍ରମରେ ବିପୁଳ ଧନ ଅର୍ଜନ କରିବାର ସମ୍ଭାବନାକୁ ପ୍ରକାଶ କରୁଛି। ବାଣିଜ୍ୟ ବେପାର ହେଉ ଅଥବା ନିବେଶ କରିଥିବା ପୁଞ୍ଜିରୁ ହେଉ କିମ୍ବା ଚାକିରି ସ୍ଥାନରୁ ହେଉ, ବିଭିନ୍ନ ଦିଗରୁ ତଥା ବିଭିନ୍ନ ସୂତ୍ରରୁ ଅର୍ଥର ଆଗମନ ହେବ। ମା ମହାଲକ୍ଷ୍ମୀ ଏ ମାସରେ ମକର ରାଶି ଜାତ ବ୍ୟକ୍ତିବିଶେଷଙ୍କ ଉପରେ ବରଦାୟୀ ରହିବେ। ମାର୍ଚ୍ଚ ମାସରେ ଆର୍ଥିକ କାରବାରର କାରକ ଗ୍ରହ ବୁଧ ମୀନ ରାଶିରେ ନୀଚ ଭାବରେ ଅବସ୍ଥାନ କରୁଥିବାରୁ ଏହି ସମୟରେ ବ୍ୟାଙ୍କ, ଇନ୍ସୁରାନ୍ସ, ସେୟାର ମାର୍କେଟ ଓ ଫାଇନାନ୍ସ ପ୍ରଭୃତି କ୍ଷେତ୍ରରେ ପୁଞ୍ଜି ବିନିଯୋଗ କରିବାକୁ ଚାହୁଁଥିଲେ ସତର୍କତାର ସହିତ କରିବେ, ଦେଖି ଚାହିଁ କରିବେ, ନଚେତ୍ କ୍ଷତିରେ ପଡ଼ିଯିବାର ସମ୍ଭାବନା ରହିଅଛି। 2025 ମସିହାର ମାର୍ଚ୍ଚ ମାସଟି ପ୍ରେମ ସମ୍ପର୍କରେ ଥିବା ଯୁବକ ଯୁବତୀମାନଙ୍କ ପାଇଁ ଏକ ଶ୍ରେଷ୍ଠ ଓ ସୁନ୍ଦର ସମୟର ନିର୍ମାଣ ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ପଞ୍ଚମ ସ୍ଥାନ ପ୍ରେମ ସ୍ଥାନର ଅଧିପତି ଶୁକ୍ର ଉଚ୍ଚ ଭାବରେ ରହିବା ପ୍ରେମୀ ଯୁଗଳଙ୍କୁ ପ୍ରେମର ଶୀର୍ଷ ବା ଶିଖର ସ୍ଥାନକୁ ନେଇଯିବ। ହସ ଖୁସି ଓ ଆମୋଦ ପ୍ରମୋଦରେ ସମୟ ଅତିବାହିତ ହେବ। ଦୁହେଁ ଦୁହିଁଙ୍କ ଠାରୁ ଦୂରରେ ରହୁଥିଲେ ଏକାଠି ହେବା ପାଇଁ ଚେଷ୍ଟା କରିବେ। ସାଙ୍ଗ ହୋଇ ଭ୍ରମଣରେ ଯାଇପାରନ୍ତି। ବୃହସ୍ପତି ସପ୍ତମ ଭାବ ଅଧିପତି ଚନ୍ଦ୍ରଙ୍କ ନକ୍ଷତ୍ର ରୋହିଣୀ ନକ୍ଷତ୍ରରେ ମକର ରାଶିର ପଞ୍ଚମ ଭାବରେ ଅବସ୍ଥାନ କରିବା ମିତ୍ର ଭାବରୁ ପ୍ରେମ ଭାବର ସୃଷ୍ଟି ହେବ। ମକର ରାଶିକୁ ବୃହସ୍ପତିଙ୍କ ଦୃଷ୍ଟି ପ୍ରେମ କ୍ଷେତ୍ରରେ ଅନୁକୂଳତା ପ୍ରଦାନ କରି ପ୍ରେମ ବିବାହ କରାଇଦେଲେ ଏଥିରେ ବିସ୍ମିତ ହେବାର କିଛି ନାହିଁ। ଏହାଛଡ଼ା ମାର୍ଚ୍ଚ ମାସରେ ଅବିବାହିତ ରହିଯାଇଥିବା ପୁଅ ଝିଅମାନଙ୍କ ପାଇଁ ସୁନ୍ଦର ସୁନ୍ଦର ବିବାହ ପ୍ରସ୍ତାବମାନ ଆସିବାର ବହୁତ ସମ୍ଭାବନା। ମକର ରାଶି ପାଇଁ ଚଳିତ 2025 ବର୍ଷ ବିବାହ ନିମନ୍ତେ ବେଶ ପ୍ରଶସ୍ତ ଅଛି। ପାରିବାରିକ କ୍ଷେତ୍ରରେ ମକର ରାଶିର ଦ୍ୱିତୀୟ ଭାବ କୁମ୍ଭ ରାଶିରେ ରାଶି ଅଧିପତି ଶନି ମାସ ଶେଷ ପର୍ଯ୍ୟନ୍ତ ଅବସ୍ଥାନ କରୁଥିବାରୁ ଏକ ସ୍ଥିର ଓ ଶୃଙ୍ଖଳିତ ପାରିବାରିକ ସ୍ଥିତିର ସୂଚନା ପ୍ରଦାନ କରୁଛି। ପରିବାରର କନିଷ୍ଠ ସଦସ୍ୟମାନେ ବଡ଼ମାନଙ୍କର ଆଜ୍ଞାଧୀନ ରହିବେ। ବନ୍ଧୁବାସଙ୍କ ସହିତ ମନମାଳିନ୍ୟ ଥିଲେ ତାହା ସମାଧାନ ହୋଇଯିବ। ବନ୍ଧୁବାନ୍ଧବମାନଙ୍କର ଘରକୁ ଯିବା ଆସିବା ଲାଗି ରହିବ। ଆଗାମୀ ଦିନରେ ଘରେ ମାଙ୍ଗଳିକ କାର୍ଯ୍ୟ ହେବାର ସମ୍ଭାବନା ରହିଛି। ଦାମ୍ପତ୍ୟ ଜୀବନ ମଧୁମୟ ରହିବ। ଏତ ଗଲା ମୋଟାମୋଟି ଭାବରେ ମକର ରାଶି ପାଇଁ 2025 ମସିହା ମାର୍ଚ୍ଚ ମାସର ମାସିକ ରାଶି ଫଳ। ମକର ରାଶି ବ୍ୟକ୍ତି ଏ ମାସରେ ରହିଥିବା ଅଶୁଭତ୍ୱକୁ ଏଡ଼ାଇ ଶୁଭ ଫଳ ପାଇବା ନିମନ୍ତେ ରାଶି ଅଧିପତି ଶନିଙ୍କର ଆରାଧ୍ୟା ଦେବୀ ମା ଦକ୍ଷିଣକାଳୀଙ୍କର ପୂଜାର୍ଚ୍ଚନା କରନ୍ତୁ। ଦୁର୍ଘଟଣାରୁ ରକ୍ଷା ପାଇବା ପାଇଁ ମହାବୀର ହନୁମାନଙ୍କ ମହାମନ୍ତ୍ର ହନୁମାନ ଚାଳିସା ପାଠ କରନ୍ତୁ। ପରିଶେଷରେ ଶ୍ରୀକ୍ଷେତ୍ର ପୁରୀରେ ବିରାଜିତ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ ସମସ୍ତ ମନୋବାଞ୍ଛିତ ଫଳ ପାଇପାରିବେ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବାକୁ ଅନୁରୋଧ। ନମସ୍କାର। ତପନ।